ଠାକୁର ପୂଜା କରିବା ସମୟରେ ଠାକୁରଙ୍କୁ ଯେତେବେଳେ ଗାଧେଇ ଦଉଛନ୍ତି କେମିତି କରୁଛନ୍ତି? ହାତରେ ପାଣି ଛିଞ୍ଚି ଦଉଛନ୍ତି କି? ଠାକୁର ପୂଜା କରିବା ସମୟରେ ଯୋଉ ଫୁଲ ଆପଣମାନେ ଅର୍ପଣ କରନ୍ତି ତାହା ବାସି ହୋଇଯିବା ପରେ ତାକୁ କେତେବେଳେ ବାହାର କରିବେ? ଠାକୁର ପୂଜା ଯଦି କରୁଛନ୍ତି, ଆସନ୍ତୁ ଜାଣିବା ଅନେକ ଗୁଡ଼ିଏ ନୀତି ନିୟମ। ମନ୍ଦିରର ନୀତି ଅଲଗା, କିନ୍ତୁ ଘର ଠାକୁରଙ୍କର ପୂଜାବିଧି ଟିକେ ଅଲଗା। ତେଣୁ ପ୍ରତିଦିନ ଆମେ ଠାକୁର ପୂଜା କରୁଛନ୍ତି, ଆସନ୍ତୁ ଜାଣିବା ଘର ଠାକୁର ପୂଜା କେମିତି କରିବା। ଏସବୁ ବିଷୟରେ ଅନେକ ଗୁଡ଼ିଏ ଅଜଣା କଥା। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡିଓରେ। ତେବେ ଜାଣିବା ପୂଜା କରିବାର ନୀତି ଆଉ ବିଧି। ପୂଜା କରୁଛନ୍ତି ମାନେ ଏ ଦୁଇଟା ଜିନିଷ ଆମକୁ ଜାଣିବା ଦରକାର। ପ୍ରତିଦିନ ଆପଣ ପୂଜା କରନ୍ତି ଠାକୁରଙ୍କୁ, ଆଉ ପୂଜା କରିବା ସମୟରେ ଫୁଲ ତ ନିହାତି ଭାବରେ ଅର୍ପଣ କରନ୍ତି। ଠାକୁରଙ୍କୁ ଟିକେ ଫୁଲ ଦେଇକି ନ ସଜେଇଲେ ସୁନ୍ଦର ଲାଗେନି। ଯେତେ ଅଧିକା ଫୁଲ ଦେଇକି ସଜେଇବେ, ଆଉ ସଜେଇବା ମଧ୍ୟ କଥା ଆପଣ ଜାଣିଛନ୍ତି କି ନାହିଁ ଜାଣନ୍ତୁ ଯେ ଆପଣଙ୍କର ଘର ଠାକୁରଙ୍କୁ ଯେତେ ସୁନ୍ଦର ଭାବରେ ଯେତିକି ଅଧିକା ଫୁଲରେ ଆପଣ ସଜେଇକି ରଖିବେ, ସେତିକି ଆପଣଙ୍କର ହିଁ ଉନ୍ନତି ହବ, ଆପଣଙ୍କର ମଙ୍ଗଳ ହବ। ଯଦି ଫୁଲ ମିଳୁଛି, ଏମିତି ନାହିଁ କି ଘରୁ ପଡ଼ିଶା ବାଡ଼ିରୁ ବା କୋଉଠୁ ଚୋରି କରିକି ନେଇକି ଆସିବ, ସେମିତି କେବେ କରିବେନି। ଯୋଉଠୁ ଫୁଲ ଆଣୁଛନ୍ତି, ଧରନ୍ତୁ ଆପଣଙ୍କର ନିଜର ଗଛ ଅଛି ତ ଠିକ ଅଛି। ଯଦି ଅନ୍ୟ କାହା ପାଖରୁ ଫୁଲ ଆଣୁଛନ୍ତି ତାହେଲେ ତାଙ୍କୁ ଜଣେଇକି ଆଣିବେ। ଚୋରି କରିକି ଲୁଚେଇକି ଫୁଲ ଆଣିକି କେବେ ହେଲେ ପୂଜା କରିବେନି, କାହିଁକିନା ସେ ଯୋଉ ପୂଜାର ଫଳ କେବେ ବି ଆପଣଙ୍କୁ ମିଳିବ ନାହିଁ। ତେବେ ଯେତେବେଳେ ଫୁଲ ଆପଣମାନେ ଚଢୁଛନ୍ତି, ପ୍ରତିଦିନ ଫୁଲ ଚଢଉଛନ୍ତି, ତ ତେଣୁ ଫୁଲ ତ ବାସି ହବ ନା ଠାକୁରଙ୍କ ପାଖରେ ଲାଗିଲା ପରେ। ତ ସେ ବାସି ଫୁଲକୁ ଆମେ କେତେବେଳେ କାଢିବା, ଏଇଟା ବି ଜାଣିବା ଦରକାର। ଦେଖନ୍ତୁ, ପୂଜା କଥା ଯଦି କହିବା, ଅନେକ ଗୁଡେ ନୀତି ନିୟମ ଆମ ପୁରାଣ ଶାସ୍ତ୍ରରେ ଅଛି, ଯାହାକୁ ସବୁ ଗୁଡାକ ମାନିବା ଆମ ପକ୍ଷେ ସମ୍ଭବପର ନୁହଁ, ବିଶେଷ କରିକି ଯେତେବେଳେ ଆମେ ଘର ଠାକୁରଙ୍କ ପୂଜା କଥା କହିବା। ତେଣୁ ଆମ ଦ୍ୱାରା ଯେତିକି ହେଇପାରିବ ଆମେ ସେତିକି ପାଳିବା। ମନ୍ଦିର କଥା ଯଦି କହିବା, ମନ୍ଦିରରେ ସ୍ୱତନ୍ତ୍ର ଭାବରେ ନୀତି ହୁଏ, ବିଧି ହୁଏ, ପାଳନ କରାଯାଏ, କିନ୍ତୁ ଆମେ ଏତେ ସବୁ ମାତ୍ରାରେ ପାଳିପାରିବା ନାହିଁ। ତେଣୁ ଯେତିକି ଆବଶ୍ୟକତା ଅଛି, ଯେତିକି କଲେ ଚଳିବ, ଯେତିକି ମାନିଲେ ଚଳିବ, ସେତିକି ଆମେ ନିହାତି ଭାବରେ ମାନିବା। ତେବେ ଦେଖନ୍ତୁ, ବହୁତ ଜଣ ପୂଜା କରିବା ସମୟରେ ବି କଣ କରନ୍ତି ନା, ସେମାନେ କଣ କରନ୍ତି ନା ହାତରେ ଟିକେ ପାଣି ନେଇକି ଛିଞ୍ଚି ଦିଅନ୍ତି। ସେମିତି କରିବେନି। କଣ କରିବେ ନା, ଯେତେବେଳେ ଠାକୁରଙ୍କୁ ଗାଧେଇ ଦେବେ, ସ୍ୱତନ୍ତ୍ର ଗୋଟେ ଛୋଟିଆ ଗ୍ଲାସ ବା କୌଣସି ଗୋଟେ ଢାଳରେ ପାଣି ରଖିଥିବେ, ସେଥିରେ ଟିକେ ଚନ୍ଦନ ଗଙ୍ଗା ଜଳ ମିଶେଇ ଦେଲେ, ମିଶେଇ ସାରିବା ପରେ କଣ କରିବେ ନା, ଗୋଟେ ଫୁଲ ନେବେ, ଫୁଲ ସାହାଯ୍ୟରେ ଆପଣ ଠାକୁରଙ୍କୁ ପାଣି ସେଥିରେ ବୁଡେଇ ଦେଇକି ତାପରେ ଛିଞ୍ଚିବେ, ଠାକୁରଙ୍କ ଉପରେ ଛିଞ୍ଚିବେ। ଏଇଟା ହିଁ ତାର ସଠିକ ବିଧି। ଆଉ ଯଦି ନାରାୟଣକୁ ଗାଧେଇ ଦଉଛନ୍ତି, ଆପଣ ତୁଳସୀ ପତ୍ରର ବି ବ୍ୟବହାର କରିପାରିବେ। ମହାଦେବଙ୍କର ପୂଜା କରୁଛନ୍ତି, ବେଲପତ୍ରରେ ମଧ୍ୟ ଛେଚି ପାରିବେ, ଯଦି ଫୁଲ ନାହିଁ ସେଇ ବେଳେ ମୁଁ କହୁଛି। କିନ୍ତୁ ଧ୍ୟାନ ରଖିବେ, ଯୋଉ ଦେବତାଙ୍କର ଆପଣ ପୂଜା କରୁଛନ୍ତି, ସେ ଦେବତାଙ୍କ ପାଖରେ ପ୍ରଥମେ ଧରନ୍ତୁ ବେଲପତ୍ର ନହେଲେ ତୁଳସୀ ପତ୍ର, ଏ ଦୁଇଟି ଫୁଲ ଭାବରେ ଆପଣ ପୂଜା କରିପାରିବେ। ତେଣୁ ତୁଳସୀ ପତ୍ର ଆଉ ବେଲପତ୍ର ସବୁ ଦେବତାଙ୍କ ପାଖରେ ଲାଗେନି। ମହାଦେବଙ୍କ ପାଖରେ ତୁଳସୀ ଲାଗେନି। ତ ତେଣୁ ଏଇ କର୍ମଟି କରିବା ସମୟରେ ଧ୍ୟାନ ରଖିବେ ଯେମିତି ସେ ତୁଳସୀ ପତ୍ରଟି ସେଇ ଦେବାଦେବୀଙ୍କ ଉପରେ ଲାଗୁଥିବ। ଯଦି ଲାଗୁଥିବ, ଯଦି ଚଢୁଥିବ, ତାହେଲେ ସେଇ ପତ୍ରରେ ଆପଣ ତାଙ୍କୁ ଗାଧେଇ ଦେଲେ ଚଳିବ। ନହେଲେ ମା ଲକ୍ଷ୍ମୀଙ୍କୁ ଆପଣ ତୁଳସୀରେ ଗାଧେଇ ଦେବେ, ସେ ରୁଷ୍ଟ ହେବେ, ସେ ତାଙ୍କ ପାଖରେ ଲାଗେନି ତୁଳସୀ, ତ ତେଣୁ ସେ ସେଥିରେ ସନ୍ତୁଷ୍ଟ ହେବେନି। ମହାଦେବଙ୍କ ଉପରେ ମଧ୍ୟ ତୁଳସୀ ଲାଗେନି, ତେଣୁ ସେଥିରେ ଆପଣ ତୁଳସୀ ପତ୍ର ବ୍ୟବହାର ମହାଦେବଙ୍କ ପୂଜାରେ କରିପାରିବେନି। ତେଣୁ ଏ କଥାର ଧ୍ୟାନ ରଖିବେ। ନହେଲେ ଫୁଲ ଅଛି ଯଦି ଆପଣ ଚନ୍ଦନ ମିଶେଇକି ସେଥିରେ ଛିଞ୍ଚି ପାରିବେ, ଜଳ ଛିଞ୍ଚି ପାରିବେ, କିଛି ଅସୁବିଧା ନାହିଁ। ସେଭଳି ଏଇ କଥାଟା ମଧ୍ୟ ଯେତେବେଳେ ଭୋଗ ଲଗେଇବେ, ସେତେବେଳେ ମଧ୍ୟ ଏ କଥାର ଧ୍ୟାନ ରଖିବେ। ଯୋଉ ଦେବତାଙ୍କ ପାଖରେ ତୁଳସୀ ପତ୍ର ଲାଗୁଥିବ, ସେ ତୁଳସୀ ପତ୍ର ସାହାଯ୍ୟରେ ଆପଣ ମାନେ ସେ ଦେବତାଙ୍କର ଭୋଗ ଲଗେଇବେ। ଯୋଉ ଦେବତାଙ୍କ ପାଖରେ ବେଲପତ୍ର ଲାଗୁଥିବ, ତାଙ୍କୁ ବେଲପତ୍ରରେ ମଧ୍ୟ ଲଗେଇ ପାରିବେ। ତେଣୁ ତୁଳସୀ ପତ୍ର ଆପଣଙ୍କ ପାଖରେ ନାହିଁ, ବେଲପତ୍ର ସେ ଦେବତାଙ୍କ ପାଖରେ ଲାଗୁଛି, ତ ତେଣୁ ଆପଣ ବେଲପତ୍ରରେ ମଧ୍ୟ ଭୋଗ ଲଗେଇ ପାରିବେ, କିଛି ଅସୁବିଧା ନାହିଁ। ତେବେ ଫୁଲ ଚଢେଇବା ବେଳେ ଆଉ ଗୋଟେ କଥାର ମଧ୍ୟ ଧ୍ୟାନ ରଖିବେ, ଫୁଲ କେମିତି ଚଢେଇବେ, ଭଗବାନଙ୍କୁ କେମିତି ଚଢାଯାଏ, ପ୍ରଥମେ ଜାଣିବା ଦରକାର। ଦେଖନ୍ତୁ, ଗଛରେ ଯେମିତି ଫୁଲ ଫୁଟିଥାଏ ଆଜ୍ଞା ସୁନ୍ଦର ଭାବରେ, ଠିକ ସେମିତି ହିଁ ଭଗବାନଙ୍କ ପାଖରେ ଫୁଲ ଅର୍ପଣ କରିବେ, ଭଗବାନଙ୍କୁ ସେମିତି ହିଁ ଅର୍ପଣ କରିବେ। ଆଉ ଏମିତି ନାହିଁ ଯେମିତି ଜଣେ ତେନେ ପ୍ରକାରରେ ଖାଲି ତାଙ୍କ ଉପରେ ପକେଇଦେଲେ, ସେ ଯୋଉଠି ଲାଗିଲା ଲାଗିଲା, ନହେଲେ ସେମିତି ନାହିଁ। ସୁନ୍ଦର ଭାବରେ ଚେଷ୍ଟା କରିବେ ଠାକୁରଙ୍କର ଶୃଙ୍ଗାର କରିବା ପାଇଁ, ଫୁଲ ମାଧ୍ୟମରେ ସୁନ୍ଦର ଭାବରେ ସଜେଇବା ପାଇଁ। ଯେତିକି ସଜେଇକି ରଖିବେ ସେତିକି ଭଲ ଆପଣଙ୍କର। ତେବେ ପୂଜା କରିଥିବା ଫୁଲକୁ, ମାନେ ପୂଜାରେ ଲଗେଇଥିବା ଯୋଉ ଫୁଲକୁ ସକାଳେ ଆପଣ ମାନେ ଚଢେଇଛନ୍ତି, ତାକୁ କେତେବେଳେ ବାହାର କରିବେ, ଏଇଟା ବି ଗୋଟେ ବଡ କଥା, ଜାଣିବା କଥା। ବହୁତ ଜଣ ଭୁଲ କରନ୍ତି, ଛାଡି ଦିଅନ୍ତି, ସକାଳକୁ ଯାଇକି ଫୁଲ କାଢନ୍ତି। ସେମିତି କରିବେନି। ଆପଣ ସନ୍ଧ୍ୟା ପୂଜା ସରିଗଲା, ଆପଣ ଠାକୁରଙ୍କ ପାଖରେ ସନ୍ଧ୍ୟା ଦୀପ ଲଗେଇଲେ, ଆଳତି କଲେ, ସବୁକିଛି କରିସାରିଲେ, ଠାକୁରଙ୍କ ପାଖରେ ଯଦି କିଛି ବହି ପଢୁଛନ୍ତି, ଭାଗବତ ପଢୁଛନ୍ତି, କିଛି ବି ରାମାୟଣ ପଢୁଛନ୍ତି, ଯାହା ବି ପଢୁଛନ୍ତି, ପଢି ସାରିଲେ, ପଢି ସାରିବା ପରେ ଠାକୁରଙ୍କର ଦରଜା ବନ୍ଦ କରିବା ପୂର୍ବରୁ
ଠାକୁରଙ୍କୁ ବିଶ୍ରାମ ଦେବା ପୂର୍ବରୁ ଶୟନ ପାଇଁ ଛାଡ଼ିକି ଆସିବା ପୂର୍ବରୁ ତାଙ୍କ ଯେତେ ସବୁ ଫୁଲ ଆପଣ ଚଢ଼େଇଛନ୍ତି ସେ ସମସ୍ତ ଫୁଲକୁ ଆପଣମାନେ ବାହାର କରିଦିଅନ୍ତୁ। କାହିଁକି ନା ଭଗବାନ ବର୍ତ୍ତମାନ ବିଶ୍ରାମ କରିବେ, ଆଉ ତେଣୁ ଶୋଇବା ସମୟରେ ହୁଏତ ଫୁଲ ତାଙ୍କ ବିଶ୍ରାମରେ ବାଧା ଦେଇପାରେ, ସେଥିପାଇଁ ବିଶ୍ରାମ ସମୟରେ ଫୁଲ ଅର୍ପଣ କରାଯାଏ ନାହିଁ। ଯେତେବେଳେ ଶୋଇବେ, ଯୋଉଠି ବି ଆପଣ ଯେତେବେଳେ ସନ୍ଧ୍ୟା ସମୟରେ ଯଦି ବି ଫୁଲ ଅର୍ପଣ କରିଛନ୍ତି, ଅର୍ପଣ କରିସାରିଲେ, ପୂଜା ଆପଣଙ୍କର ସରି ସାରିଲା, ପୁରା ଶେଷ ମୁଣ୍ଡିଆ ଆପଣ ମାରି ସାରିଲେ, ଭଗବାନ ବର୍ତ୍ତମାନ ଶୋଇବେ, ତା ପୂର୍ବରୁ ଆପଣ ଫୁଲ ସବୁ କାଢ଼ିଦେବେ। ସନ୍ଧ୍ୟାବେଳେ ବି ଚଢ଼ିଥାନ୍ତୁ, ଫୁଲ ସବୁ କାଢ଼ିଦେବେ, ତଳେ ରଖିବେ, ଭଗବାନଙ୍କୁ ବିଶ୍ରାମ ପାଇଁ ପୁରା ଖାଲି ଛାଡ଼ିବେ, କିଛି କୌଣସି ଫୁଲର ଆବଶ୍ୟକତା ନାହିଁ। ପୁଣି ଆସନ୍ତାକାଲି ସକାଳେ ଚଢ଼େଇବେ। ତେବେ ଯେତେବେଳେ ପୂଜା କରୁଛନ୍ତି ଏଇସବୁ କଥାର ପାଳନ ଆଜ୍ଞା ନିହାତି ଭାବରେ କରନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କର ହିଁ ମଙ୍ଗଳ ହବ। ତେବେ ଗୋଟେ କଥା ବି ଜାଣି ରଖନ୍ତୁ, ଫୁଲ ତ ସବୁବେଳେ ଯେ ମିଳିବ ତା ନୁହଁ, ତେଣୁ ଫୁଲର ଅଭାବରେ ଆମ ଶାସ୍ତ୍ର ଅନୁସାରେ ପତ୍ରରେ ମଧ୍ୟ ପୂଜା କରିପାରିବା ଆମେ। ଯୋଉ ଗଛର ଫୁଲ ଲାଗୁଛି ସେ ଗଛର ପତ୍ର ମଧ୍ୟ ଭଗବାନଙ୍କୁ ସମର୍ପଣ କରିହବ ଯଦି ଫୁଲର ଅଭାବ ଅଛି। ସେଇଭଳି ଯଦି ଫୁଲ ନାହିଁ, ପତ୍ର ନାହିଁ, କେବଳ ଅକ୍ଷତରେ ମାନେ ଅରୁଆ ଚାଉଳରେ ମଧ୍ୟ ଆପଣମାନେ ହଳଦୀ ଟିକେ ଗୋଳେଇ ଦେବେ, ସେଥିରେ ମଧ୍ୟ ପୂଜା କରିପାରିବେ, କିଛି ଅସୁବିଧା ନାହିଁ, ଏମିତି କରିପାରିବେ। ତେବେ ଆଉ ଗୋଟେ କଥା ବି ଧ୍ୟାନ ରଖନ୍ତୁ, ଠାକୁରଙ୍କୁ ଭୋଗ ଦେବା ସମୟରେ କେମିତି ଭୋଗ ଦେବେ, ମାନେ ଗୋଟିଏ ଥାଳିରେ ସମସ୍ତଙ୍କୁ ଦଉଛନ୍ତି ନା କଣ କରୁଛନ୍ତି, କେମିତି କଣ କରୁଛନ୍ତି, ତାର ଦେଖନ୍ତୁ, ତାର ବିଧି ହଉଛି, ଧରନ୍ତୁ ଆପଣ ନାରାୟଣ ଘରେ ରଖିଛନ୍ତି, ଧରନ୍ତୁ ବିଭିନ୍ନ ପ୍ରକାର ଠାକୁର ରଖିଛନ୍ତି, ଆପଣ ଧରନ୍ତୁ ନାରାୟଣଙ୍କୁ ରଖିଛନ୍ତି, ନାରାୟଣଙ୍କ ପାଇଁ ଗୋଟିଏ ଥାଳିରେ ଭୋଗ ଦେବେ। ଗଣେଶକୁ ରଖିଛନ୍ତି, ଗଣେଶଙ୍କ ପାଇଁ ଅଲଗା ଥାଳି କରିବେ। ମାନେ ଚିନ୍ତା କରନ୍ତୁ, ଯଦି ଆମର 5 ଜଣ ଦେବତା ଅଛନ୍ତି ଆପଣ ରଖିଛନ୍ତି, ସମସ୍ତଙ୍କୁ ଅଲଗା ଅଲଗା ଜାଗାରେ ଭୋଗ, ସମସ୍ତଙ୍କ ପାଇଁ ଅଲଗା ଅଲଗା ଜାଗାରେ ଭୋଗ ରଖନ୍ତୁ। ଆଉ ପାଣି କେମିତି ଦେବେ, ପାଣି ଛଡେଇବେ, ଆପଣ ଗୋଟେ ଛୋଟିଆ ଗ୍ଲାସ ମିଳୁଛି, ଛୋଟିଆ ଗ୍ଲାସଟିଏ ସେଠି ଥୋଇଦେବେ, ସେଥିରେ ଫୁଲ କିଛି ଫୁଲ ପକେଇଦେବେ, ମାନେ ସେଇଟା ସେ ଖାଇସାରିବା ପରେ ଧରନ୍ତୁ ଭଗବାନଙ୍କର ପାଣି ପିଇବାର ହବ, ସେଥିରୁ ସେ ପାଣି ପିଇବେ। ସମର୍ପଣ ସେମିତି କରାଯାଏ। ହାତ ଧୋଇବାର ହବ, ଆପଣମାନେ ସେଇଠି ସେ ଗ୍ଲାସର ସମର୍ପଣ କରିଥିଲେ ସେମାନେ ସେଇଠି ମୁଖ ବାସ କ୍ରମକମ୍ ଜଳମ ଦଦ୍ୟାତ୍ କୁହାଯାଏ, ମାନେ ମୁହଁ ଧୋଇବା ପାଇଁ, ହାତ ଧୋଇବା ପାଇଁ ଜଳ ଦିଆଯାଏ। ଭୋଗ ସମର୍ପଣ ପରେ ତ ସେଇ ଗ୍ଲାସରେ ପାଣି ଦେଇଥିଲେ ସେଇଟାକୁ ହିଁ ସମର୍ପଣ କଲେ, ସେମାନେ ସେଇଥିରୁ ହିଁ ସବୁକିଛି କରିବେ। ଏମିତି ଭାବରେ କରିବେ, ଗୋଟିଏ ଜାଗାରେ ଭୋଗ ଦେଇଦେବେନି, ଅଲଗା ଅଲଗା ଜାଗାରେ ଛୋଟିଆ ଛୋଟିଆ ସବୁ ପିତ୍ତଳର ଥାଳିଆ ସବୁ ମିଳୁଛି, ତାକୁ କିଣି ଆଣିବେ, ତାର ବ୍ୟବହାର ଆପଣମାନେ ପ୍ରତିଦିନ କରିବେ ପୂଜା ସମୟରେ। ଏଇ ପ୍ରକାରରେ ଆପଣମାନେ ପୂଜା କରନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହବ, କଲ୍ୟାଣ ହବ। ଯଦି କୌଣସି ପ୍ରକାର କଥା ଆପଣ ଜାଣିପାରିଲେନି, ଜାଣିବାକୁ ଚାହୁଁଛନ୍ତି, ତାହେଲେ ନିଶ୍ଚିତ ଭାବରେ କମେଣ୍ଟରେ ମୋତେ ଆପଣମାନେ ପଚାରି ପାରିବେ, ମୁଁ ଚେଷ୍ଟା କରିବି ଆପଣଙ୍କର ସେ ପ୍ରଶ୍ନର ଉତ୍ତର ଦେବା ପାଇଁ। ରହିଲି, ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।